ଆପଣ ଦେଖିପାରୁଥିବେ ମୋ ପଛପଟେ କେତେ ସାରା ମୂର୍ତ୍ତି ଜାଣିଥିବେ। ଆଗକୁ ଗଣେଶ ପୂଜା ଆସୁଛି ଆଉ ଆମ ଗାଁର ପୁରା ସବୁଠୁ ବଢ଼ିଆ ଜିନିଷ ଖୁସି ଲାଗେ ଜଟଣୀରେ ଯେତେ ଗଣେଶ ମଣ୍ଡପ ଅଛି ଆଉ ଯେଉଁ ମୂର୍ତ୍ତି ଯେ ସବୁ ଆମ ଗାଁରୁ ହିଁ ତିଆରି ହେଇକି ଯାଏ। ଆଉ ସେଥିପାଇଁ ଗୋଟେ ଗାଁକୁ ଆସିଥିଲି ଆଉ ମନେ ପଡ଼ିଗଲା ମୁଁ ସେଇଟା ଛୋଟ ଭିଡ଼ିଓ କରିଦେଲି। ଦେଖନ୍ତୁ ମୁଁ ଆପଣ ଦେଖ ଜଟଣୀର ବଙ୍ଗାଳୀ କାରିଗରୀ ଏଠି ତିଆରି କରନ୍ତି। ଛୁଆବେଳୁ ମୁଁ ଦେଖି ଆସିଛି। ଦେଖନ୍ତୁ କେତେ ସାରା ଏପଟେ ବହୁତ ମୂର୍ତ୍ତି ଅଛି ଯେହେତୁ ଆଗକୁ ଗଣେଶ ପୂଜା ଆସୁଛି। ଆମ ଜଟଣୀର ସବୁଠୁ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ସବୁଠୁ ପ୍ରସିଦ୍ଧ ଗଣେଶ ପୂଜା। ଆଉ କିଏ ମୂର୍ତ୍ତି ତିଆରି କଲେ ତାଙ୍କ ସହିତ ଦେଖା କରିବା କଥା ହେବା। ଏ ବର୍ଷ କେତେ ପ୍ରକାର ମୂର୍ତ୍ତି ହେଉଛି କୋଉ କୋଉ ଭେରାଇଟି ମୂର୍ତ୍ତି ଅଛି ଆଉ ମୁଁ ଦାଦାଙ୍କୁ ଛୁଆଳୁ ଦେଖିକି ଆସିଛି ଆଉ ଦାଦାଙ୍କ ସହିତ କଥା ହେବା। ଦାଦା ପ୍ଲିଜ ଟିକେ ଆପଣଙ୍କ ସହିତ କିଛି କଥା ଥିଲା। ଦାଦା ଏ ବର୍ଷ କେତେ ପ୍ରକାର ମୂର୍ତ୍ତି ହେଉଛି ତୁ କଣ ନୂଆ ଷ୍ଟାଇଲ ମୂର୍ତ୍ତି ଅଛି ଏ ବର୍ଷ? ଭେରାଇଟି ଶିବ ମୂର୍ତ୍ତି ଅଛି, ରାମ ମୂର୍ତ୍ତି ଅଛି, କାର୍ଟୁନ ଅଛି ମାନେ ବାଲ ଗଣେଶ। ଆଜ୍ଞା ତାପରେ ମାଟି ଉପରେ ଆମର ଯାହା ଭେରାଇଟି କାମ ହଉଛି ଆଉ ସବୁ ପୂଜା ମଣ୍ଡପ ପ୍ରାୟତଃ ମୂର୍ତ୍ତି ଦିଆ ଯାଉଛି। ଆଜ୍ଞା।